আরে দেখু দেখু মো পুଅ ଝିଅଙ୍କର আরে যৌবন সময়টা আসি প্রবেশ হেলানি ଆଉ ସେଇଥିପାଇଁ ଭାବୁଛି ମୋ ପୁଅ ପ୍ରଶାନ୍ତକୁ ଯଦି କୋଉ ଉପଯୁକ୍ତ ବହୁଟିଏ ଯଦି ମୋ ବିବାହ ବନ୍ଧନରେ ବାନ୍ଧି ଦେଇପାରନ୍ତି ତାହେଲେ ସବୁଦିନ ପାଇଁ ମୋ ବାପା ଜନ୍ମରୁ ଆରେ ମୁକ୍ତି ହେଇଯାଆନ୍ତି ସେଠିଆ ମୋ ମୁକ୍ତି ହେଇଯାଆନ୍ତି। ସ୍ୱାମୀ ଆପଣ ଠିକ କଥା ଭାବୁଛନ୍ତି ସ୍ୱାମୀ। ହେଲେ କ'ଣ କରିବା? ଆରେ ମୋ ପୁଅ ପାଇଁ ଉପଯୁକ୍ତ ବହୁଟିଏ ଖୋଜିବାର ବ୍ୟବସ୍ଥା କିଏ କରିବ? ଆରେ ସେଇ କଥା ଭାବି ଭାବି ଆଉ ମୋ ମନରେ ଜମା କାମ କରୁନି। କ'ଣ କରିବି ପ୍ରୀତିଗନ୍ଧା, ମୁଁ କ'ଣ କରିବି? ଦାସ ସ୍ୱାମୀ ଆପଣ ସେମିତି ଭାବନ୍ତୁନି। ଆମ ପୁଅ ପାଇଁ ନିଶ୍ଚୟ ବହୁଟିଏ ମିଳିବ। ଆରେ ହଁ ଯେ ତମେ ତ ଜାଣିଛ ଆରେ ମୋ ଝିଅ ପୂଜା ଆରେ ସେ ବି ବର୍ତ୍ତମାନ ଯୌବନ ହେଇଗଲାଣି। ହଁ ସ୍ୱାମୀ ଆରେ ପଢିଲା ପୁଅ ଝିଅ ଯଦି ଘରେ ଥିବେ ତାହେଲେ ବାପା ମାଙ୍କୁ କ'ଣ ଚିନ୍ତା ହବନି? ଆପଣ ଠିକ କହୁଛନ୍ତି ସ୍ୱାମୀ। ହେଲେ କ'ଣ କରିବ? ଆରେ କ'ଣ କରିବା ଆମେ? ଆମକୁ এই বিবাহ বন্ধন ପାଇଁ ସାହାଯ୍ୟ କରିବ କିଏ? ମହାମନ୍ତ୍ରୀଙ୍କୁ ଡାକିବାକୁ ପଡ଼ିବ। ଆପଣ ଠିକ କହିଛନ୍ତି ସ୍ୱାମୀ। ଠିକ ଅଛି, ଆରେ ସେ ଆସନ୍ତୁ। ଆରେ ତାଙ୍କ ସହିତ এই ବିବାହ ବନ୍ଧନ ବିଷୟରେ ନିଶ୍ଚୟ ଆଲୋଚନା କରିବା। ରାଜନ ପ୍ରଣାମ ଟିକେ ମୁଣ୍ଡ ଧ୍ୟାନ କରନ୍ତୁ। ଆରେ ପରଶୁ ଭାଇ ତମେ ହଁ ଏମିତି ହଠାତ୍? ମୁଁ ଆସିବା ବାଟରୁ ମୁଁ ଶୁଣି ପାଉଛି ଯେ ଏ ବିବାହ କାହା ପାଇଁ? ଆରେ କାହା ପାଇଁ? ଆରେ ତୁମ ଭଣଞ୍ଜା ପାଇଁ, ମୋ ପୁଅ ପ୍ରଶାନ୍ତ ପାଇଁ। ଆରେ ହଁ, ଆପଣ ଚିନ୍ତା କରୁଛନ୍ତି କାହିଁକି? ଆରେ ଆରେ ମୋ ଭଣଞ୍ଜା ପାଇଁ ମୁଁ ଅଛି ପରା। ଆରେ ତମେ? ହଁ ଆରେ ନାଇଁ ମତେ ମୋ ପୁଅ ପାଇଁ ବହୁଟିଏ ଦରକାର। ବହୁ ଆରେ ବୋଉ ଖୋଜିବା ଦାୟିତ୍ୱ ହେଲା ବୋଉର। ସତରେ ପ୍ରଶାନ୍ତ? ଚିନ୍ତା କରୁଛ କାହିଁକି? ଆରେ ଚିନ୍ତା କରିବା ଦରକାର ନାହିଁ। ହେଲେ ଗୋଟିଏ କଥା। ଆରେ କି କଥା? ଏ ଆମ ଭଣଞ୍ଜା ପାଇଁ ଗୋଟେ ବୋଉ ଆଣିବା ପାଇଁ ହେଲେ ଆମ ଗୁମାସ୍ତାକୁ ଡାକିବାକୁ ପଡ଼ିବ। ଗୁମାସ୍ତା? ଆରେ ହଁ ହଁ ତମେ ଠିକ କହିଛ। ଆରେ ଡାକ, ଗୁମାସ୍ତାକୁ ଡାକ। ଏ ଗୁମାସ୍ତା! ଆରେ ହଁ ଗୁମାସ୍ତା! ଆରେ ଗୁମାସ୍ତା ଆସିଲେ ସବୁ କଥା ଆମେ ଏ ଗୁମାସ୍ତା କେତେ ବାଟରେ? ମହାରାଜ ମୋର ପ୍ରଣାମ ଗ୍ରହଣ କରନ୍ତୁ ମହାରାଜ। ଆରେ ଉଠ ଗୁମାସ୍ତା। ମହାରାଜ ହେଲେ ଆପଣ କ'ଣ ପାଇଁ ଏଇ ମୁହଁଟା ତର ହଉଛି ମହାରାଜ? ଆରେ କଥାଟା କ'ଣ କି ମହାରାଜ? ଆରେ କଥା ହେଉଛି କ'ଣ ଯେ କହିବି ତମକୁ? ଆଜ୍ଞା ମହାରାଜ। ରାଜନ ଗୁମାସ୍ତା, ଯୋଉ କାର୍ଯ୍ୟରେ ଆମେ ଆଗେଇବା ପାଇଁ ଯାଉଛୁ ସେଟା ଅତି ଶୀଘ୍ର ପ୍ରକାଶ କରୁନା। ଆଜ୍ଞା ମହାରାଜ। ଗୁମାସ୍ତା ମହାରାଜ କଥା ବୋଧେ କହିବି। ଶୁଣରେ ଗୁମାସ୍ତା ଏ ମୋ ବାଣୀ, ଯେଉଁ କଥାକୁ ନେଇ ଭାଲେଣି ସମସ୍ୟା ମୋ କରିବୁ ଦୂର, କହୁଛି ବଖାଣି ସମସ୍ୟା ମୋ କରିବୁ ଦୂର, କହୁଛି ବଖାଣି। ଶୁଣରେ ସମସ୍ତ ଏ ମୋ ବାଣୀ, ଯାହା କହୁଛି ମୋ କାହାଣୀ, ସମସ୍ୟା କରିବୁ ମୋର
ନମସ୍କାର। ମହାରାଜ କୋଉ କଥା ମହାରାଜ ଆପଣ 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 ଶୀଘ୍ର କହନ୍ତୁ ମହାରାଜ। ମୋ ପୁଅ ପ୍ରଶାନ୍ତ ଯୌବନ ବୟସ ଉପଗତ ବହୁଟିଏ ଖୋଜି ବିବାହ ପାଇଁ ମୁଁ ବ୍ୟତିବ୍ୟସ୍ତ রাজা করি জীবি করি রাজা করি জীবি করি বৃথা সময় মহেলারি শুনতে কাহানি সমস্যা সমাধান হেব শুন এ মো বাণী। ଆଜ୍ଞା ମହାରାଜ ଶୁଣିଲ ଆଜ୍ଞା ଆରେ ମୋ ପୁଅ ପ୍ରଶାନ୍ତ ମହାରାଜ ଆରେ ଦିନକୁ ଦିନ ସେ ଯୌବନ ହେଇଗଲାଣି ଆଉ ସେଥିପାଇଁ ଭାବୁଛି କୋଉ ଉପଯୁକ୍ତ ବହୁଟିଏ ଦେଖି ମହାରାଜ ମୁଁ ତାକୁ ଯଦି ବିବାହ ବନ୍ଧନରେ ବାନ୍ଧି ଦେଇ ପାରନ୍ତି ତାହେଲେ ସବୁଦିନ ପାଇଁ ମୋ ବାପା ଜନ୍ମରୁ ମୁକ୍ତି ହେଇଯାଆନ୍ତି। ଅବସ୍ଥା ମୋ ବାପା ଜନ୍ମରୁ ମୁକ୍ତି ହେଇଯାଆନ୍ତି। ଆରେ ରେ 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 ମହାରାଜ ଆପଣଙ୍କ ଘୁମସା ଥାଉ ଥାଉ କଣ ଆପଣ ଆପଣ ଚିନ୍ତା କରନ୍ତୁ ନାହିଁ ମହାରାଜ। ଆରେ ଚିନ୍ତା କରିବିନି କେମିତି? ଆରେ ଏଇ କଥା ଭାବି ଆରେ ଦିନକୁ ଦିନ ମତେ ବହୁତ ଚିନ୍ତା ମାରି ଆସୁଛି ବହୁତ ଚିନ୍ତା ମାରି ଆସୁଛି। ନାହିଁ ମହାରାଜ ମୁଁ ପୁରା ଅଛି ଆପଣ କଣ ପାଇଁ ଚିନ୍ତା କରୁଛନ୍ତି ମହାରାଜ? ତାମାନେ ତମେ କଣ କହିବାକୁ ଚାହୁଁଛ? ମହାରାଜ ମୁଁ କଣ କହୁଥିଲି କି ମହାରାଜ ମୁଁ ଭାଣଜୀ ପୁରା ଅଛି ମହାରାଜ। କଣ କହିଲ? ହଁ ମହାରାଜ ତମ ଭାଣଜୀ? ମହାରାଜ ମୋ ଭାଣଜୀକୁ ମାନେ ବିବାହ କରିଦେଲେ ହେବନି କି? ତାମାନେ ତମ ଭାଣଜୀ ସହିତ ମୋ ପୁଅ ପ୍ରଶାନ୍ତର ବିବାହ? ହଁ ମହାରାଜ ରାଜନ ତାଙ୍କ ଭାଣଜୀ ସହିତ ମୁଁ ଅନେକ ଦିନ ଅନେକ ସମୟ ମୁଁ ଦେଖି ସାରିଛି। ଦେଖି ସାରିଛ ମାନେ? ପରସ୍ପରକୁ ସେମାନେ ଭଲ ପାଉଛନ୍ତି। ଆପଣ ଚିନ୍ତା କରୁଛନ୍ତି କାହିଁକି? ତାମାନେ ତମେ ଯାହା କହୁଛ ଏ ତ ସମ୍ପୂର୍ଣ୍ଣ ନିରାଟ ସତ୍ୟ। ସତ୍ୟ? ଯଦି ମୋ ପୁଅ ପ୍ରଶାନ୍ତ ଆଉ ତୁମ ଭାଣଜୀ ମହାରାଜ ଆରେ ଦୁହେଁ ଯଦି ପରସ୍ପରକୁ ଯଦି ଭଲ ପାଉଛନ୍ତି ତାହେଲେ ତ ମୋର କିଛି କହିବାର ନାହିଁ। ଯାଅ ଗମସ୍ତା ଆସନ୍ତା ଶୁକ୍ଳପକ୍ଷ ଆଜ୍ଞା ମହାରାଜ ଅମାବାସ୍ୟା ଆରେ ପଞ୍ଚମୀ ତିଥିରେ ମୋ ପୁଅ ପ୍ରଶାନ୍ତ ସହିତ ତୁମ ଭାଣଜୀର ବିବାହର ବନ୍ଦୋବସ୍ତ କର। ଠିକ ଅଛି ବେଶ ଏଇଟା ରାଜା ପ୍ରିୟବନ୍ତଙ୍କର ତମ ପାଇଁ ଆଦେଶ ନୁହେଁ ବରଂ ଅନୁରୋଧ। ଆଜ୍ଞା ମହାରାଜ ଆପଣ ଚିନ୍ତା କରନ୍ତୁ ନାହିଁ। ଆମ ଭଣଜ ପାଇଁ ବିବାହ ବନ୍ଧନ ଆମକୁ ଲାଗିବ। ଠିକ ଅଛି ହେଲା ଆରେ ଚାଲ ଠିକ ଅଛି। ଆରେ ଯିଏ ଯାହାରି କାର୍ଯ୍ୟରେ ଆରେ ଆଗେଇ ଯିବ ଚାଲ। ତାହେଲେ କଥା ରହିଲା ଆଜ୍ଞା ମହାରାଜ ରହିଲେ ଆସନ୍ତା ଶୁକ୍ଳପକ୍ଷ ପଞ୍ଚମୀ ତିଥି ଆରେ ସେଇଦିନ ମୋ ପୁଅ ପ୍ରଶାନ୍ତ ସହିତ ତୁମ ଭାଣଜୀର ବିବାହ ବନ୍ଧନର ଆୟୋଜନ ହବ। ଆଜ୍ଞା ମହାରାଜ ଯାଅ। ଖୁସିରେ ଅଛି ମହାରାଜ ତାହେଲେ ଯିବା ମହାରାଜ। ଠିକ ଅଛି ଏଥର ମୁଁ ଆସୁଛି। ରାଜନ ତେବେ ଚାଲନ୍ତୁ।
ଆସୁଛି। ଠିକ ଅଛି ମହାରାଜ। ଚଳ ଚଳ ପ୍ରୀତି, ଯିବା ଆମେ ବିଶ୍ରାମ କକ୍ଷକୁ। আরে 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 খেলাটা কেମିତି ଲାଗିଲା? পুরাপুরি খাইলা বলিয়া। আরে বসুধর, এইটা ହେଲା ଆମର ସୁଯୋଗ। ଏ ସମୟରେ ଆମେ କଣ କରିବାକୁ ହବ? ବସୁଧର, ମୁଁ ପରା ଅଛି ଚକ୍ରଧର। ଚକ୍ରଧର, ବୁଦ୍ଧି ଥିଲେ କାମ କର। ଏଥର କ'ଣ କରିବା? ବିବାହ ରିସ୍ତାଟା କରିବାକୁ ପଡ଼ିବ। ପଡ଼ିବ, ନିଶ୍ଚୟ କରିବାକୁ ପଡ଼ିବ। ଅତି ଶୀଘ୍ର ଅତି ଶୀଘ୍ର ଅତି ଶୀଘ୍ର ଯେତେ ଶୀଘ୍ର ଆମେ ବିବାହଟା ହେଲେ ବସୁଧର, ତାପରେ ଯାଇକି ଆମେ ଏ ରାଜ ପ୍ରସାଦରେ ଯାଇକି ଭଲରେ ଖାଦ୍ୟ ମୁଣ୍ଡେ ଖାଇବା, ଭଲରେ ଶୋଇବା। ଏ ବସୁଧର, ଯେମିତି ହେଲେ ବି ଆପଣଙ୍କ କଥା ମୁଁ ରଖିବି। ମୋ ଭାରତୀକୁ ଆପଣଙ୍କୁ ବିବାହ ଦେବି। এই কথাটা মনে রখিথাও বৈশু বাবু। বাস 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 ହେଲେ ଏ ବିବାହ ପ୍ରସ୍ତାବଟା ଆୟୋଜନ କରିବା ପାଇଁ ଏଇଠି ରହିବାଟା ଅତି ଶୀଘ୍ର ଯିବା ଆମେ। ঠিক আছে। ଆରମ୍ଭ କରିବା।